କଥରେ ଶରଧା ବାଲିରେ ସଜା ଆଜି ତିନି ରଥ। ବରଷ କଥରେ ଶରଧା ବାଲିରେ ସଜା ତିନି ରଥ। ମାଉସୀ ଘରକୁ ଯିବେ ଶ୍ରୀ ଜଗନ୍ନାଥ। ମାଉସୀ ଘରକୁ ଯିବେ ଶ୍ରୀ ଜଗନ୍ନାଥ। ଲକ୍ଷ୍ମୀ ସାନ୍ତାଣୀ ଋଷି ବସିଲେଣି ଦୁଆରେ ଓଗାଳି ପଠ। ଲକ୍ଷ୍ମୀ ସାନ୍ତାଣୀ ଋଷି ବସିଲେଣି ଦୁଆରେ ଓଗାଳି ପଥ। ମାଉସୀ ଘରକୁ ଯିବେ ଶ୍ରୀ ଜଗନ୍ନାଥ। ମାଉସୀ ଘରକୁ ଯିବେ ଶ୍ରୀ ଜଗନ୍ନାଥ। ଜୟ ଜଗନ୍ନାଥ ବନ୍ଧୁଗଣ, ନମସ୍କାର। ଆଜିର ଏଇ ରଥଯାତ୍ରା ପରି ପବିତ୍ର ଦିନଟିରେ ଆଜି ମୁଁ ଆସିଯାଇଛି ମୋର ମୋଟିଭେସନାଲ ଚ୍ୟାନେଲ ବବିତା ମୋଟିଭେସନାଲରେ ଜଗନ୍ନାଥଙ୍କର ସମ୍ପର୍କ ଉପରେ କିଛି କହିବା ପାଇଁ। ଆଜ୍ଞା, ଜଗନ୍ନାଥ ଜଗତର ନାଥ ହୋଇ ମଧ୍ୟ ସମ୍ପର୍କକୁ କେବେ ଭୁଲି ନାହାନ୍ତି। ସେ ସବୁବେଳେ ଭାବକୁ, ଭକ୍ତିକୁ, ସ୍ନେହକୁ, ଭଲ ପାଇବାକୁ, ସମ୍ପର୍କକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଆଜ୍ଞା, ସେ ହେଉଛନ୍ତି ସେଇ ଯେ ଦାସିଆ ହାତରୁ ନଡିଆ ନେଇଥିଲେ। ସେ ହେଉଛନ୍ତି ସେଇ ଯେ ସବରୀର ଅଇଁଠା କୋଳି ଖାଇଥିଲେ। ସେ ହେଉଛନ୍ତି ସେଇ ଯେ ବିଦୁର ଘରେ ଶାଗ ଭଜା ଖାଇଥିଲେ। ଆଜ୍ଞା, ତାଙ୍କ ପାଖରେ ଭକ୍ତର ଭାବ, ସ୍ନେହ, ଶ୍ରଦ୍ଧା, ଭଲ ପାଇବା ବହୁତ କିଛି ମୂଲ୍ୟ ରଖେ। ତାଙ୍କୁ ଆଉ କିଛି ବାନ୍ଧି ପାରିବନି, କେବଳ ଭାବରେ ହିଁ ତାଙ୍କୁ ବାନ୍ଧି ହବ। ସେଥିପାଇଁ ପରା ତାଙ୍କୁ କୁହାଯାଏ ଭାବ ବିନୋଦିଆ। ଆଜ୍ଞା, ଯିଏ ଅନ୍ୟମାନଙ୍କର ଭାବରେ ବାନ୍ଧି ହୋଇ ସେମାନଙ୍କ ଠାରୁ ସେମାନଙ୍କ ଅଇଁଠା ଖାଇବାକୁ ପଛଉ ନାହିଁ, ଭାବନ୍ତୁ ତ ଦେଖି ସିଏ ତାଙ୍କର ମାଉସୀକୁ କେମିତି ଭୁଲିଯିବେ। ଆଜି ହେଉଛି ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଏବଂ ଆଜି ସେ ତାଙ୍କର ଭାଇ ଏବଂ ଭଗିନୀ ସାଙ୍ଗରେ ନିଜ ମାଉସୀ ଘରକୁ ବୁଲିବା ପାଇଁ ଯାଆନ୍ତି। ଏଇ ପରମ୍ପରାଟି ଆଜ୍ଞା ବହୁ ବର୍ଷରୁ ଧରି ଚାଲି ଆସୁଛି। ତାହେଲେ ଆଜ୍ଞା, ଏଇ ଯୋଉ ଜଗନ୍ନାଥ ସଂସ୍କୃତି, ଏଇ ଯୋଉ ଆମ ଓଡିଶାର ସଂସ୍କୃତି ଜଗନ୍ନାଥ ସଂସ୍କୃତି, ଇଏ ସମ୍ପର୍କର ମୂଲ୍ୟବୋଧକୁ ଆମକୁ ଶିଖେଇଥାଏ। ଜ୍ୱଳନ୍ତ ଉଦାହରଣ ଆଜ୍ଞା। ମାଉସୀ ଜଗତର ନାଥ ଜଗନ୍ନାଥ ହେଇ ସେ ମାଉସୀକୁ ଭୁଲି ନାହାନ୍ତି। ବର୍ଷକୁ ଥରେ ସେ ମାଉସୀ ଘରକୁ ବୁଲିବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ଆଣେ ଲକ୍ଷ୍ମୀ ସାନ୍ତାଣୀ ରାଗନ୍ତୁ, ରୁଷନ୍ତୁ, ଯାହା କରନ୍ତୁ, କିନ୍ତୁ ସେ ତାଙ୍କ ମାଉସୀକୁ ସେ ଭୁଲି ନାହାନ୍ତି। ବର୍ଷକୁ ଥରେ ମାଉସୀ ଘରକୁ ଯାଉଛନ୍ତି। ଆଜ୍ଞା, କୁହାଯାଏ ମାର ଅଧା ହଉଛି ମାଉସୀ। ଆଉ ପ୍ରକୃତରେ ଆଜ୍ଞା ସେଇଟା ଆପଣ ମାନେ ଘରେ ଘରେ ଅନୁଭବ କରିଥିବେ। ଯାହା ଘରେ ବି 2-4 ଭଉଣୀ ଅଛନ୍ତି, ଯଦି ବଡ ଭଉଣୀଙ୍କର ଛୁଆ ପିଲା ଅଛନ୍ତି କିମ୍ବା ସାନ ଭଉଣୀର ଛୁଆ ପିଲା ଅଛନ୍ତି, ସେଇ ଯୋଉ ମାଉସୀ ବଡମା ଏମାନେ ଯୋଉ ସ୍ନେହ ଆଦର ଦିଅନ୍ତି ତାର ତୁଳନା କରିହବ ନାହିଁ। ପ୍ରକୃତରେ ମା ଠାରୁ ଅଧିକ ସେମାନେ ସ୍ନେହ ଦେଇଥାନ୍ତି। କିନ୍ତୁ ଆଜ୍ଞା କଣ ହଉଛି ନା, ସମୟ କ୍ରମେ ଯେତେବେଳେ ପିଲାମାନେ ବଡ ହେଇଯାଉଛନ୍ତି, ଧୀରେ 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 ସେମାନେ ପିତାମାତାଙ୍କ ଠାରୁ ଟିକେ ଦୂରେଇବାରେ ଲାଗୁଛନ୍ତି ଏବଂ ଏଇ ଯୋଉ ମାଉସୀ, ପିଉସୀ, ମାଇଁ ଏମାନଙ୍କ ଠାରୁ ମଧ୍ୟ ଧୀରେ ଧୀରେ ଟିକେ ଦୂରତା ପଳେଇ ଆସୁଛି। କିନ୍ତୁ ଆଜ୍ଞା, ଆଜି ପରା ପବିତ୍ର ଦିବସରେ ମୁଁ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରୁଛି, କେବେ ବି ଏ ସମ୍ପର୍କକୁ ଭୁଲନ୍ତୁ ନାହିଁ। ପିତାମାତାଙ୍କୁ ଯେପରି ଭୁଲିବା ଉଚିତ ନୁହେଁ, ଠିକ ସେଇପରି ଏଇ ଯୋଉ ମାଉସୀ ଏବଂ ଖାଲି ମାଉସୀ ମୁଁ କହିବିନି, ପିଉସୀ, ମାଇଁ, ଖୁଡି, ବଡମା ଯେତେ ସମ୍ପର୍କ ଅଛି ଆଜ୍ଞା, ସମସ୍ତେ ପିଲାଙ୍କୁ ଖୁବ ସ୍ନେହ ଆଦର କରନ୍ତି। ତେଣୁ ପିଲାମାନେ, ତୁମେ କେତେ ବଡ ହୁଅ, କେତେ ପଇସା କମାଅ, କେତେ ମହାନ ହୁଅ, ତମେ ଏଇ ସମ୍ପର୍କ ଗୁଡାକୁ କେବେ ମଧ୍ୟ ଭୁଲ ନାହିଁ। ପିତାମାତାଙ୍କୁ ଭୁଲ ନାହିଁ କିମ୍ବା ଏଇ ସମ୍ପର୍କ ଗୁଡାକୁ କେବେ ମଧ୍ୟ ଭୁଲ ନାହିଁ। ଜୀବନ ଭିତରେ କେତେ ବ୍ୟସ୍ତତା ଭିତରେ ବି ଯଦି ତମେ ଜଣକୁ ଗୁରୁତ୍ୱ ଦଉଛ, ତାହେଲେ ଟିକିଏ ସମୟ ତ ତାଙ୍କ ପାଇଁ ବାହାରି ହିଁ ଯିବ। ରହିଲା କଥା ଯେ ତମେ ତାଙ୍କୁ ଗୁରୁତ୍ୱ ଦଉଛ ନା ନାହିଁ। ଯଦି ଗୁରୁତ୍ୱ ଦଉଛ, ଆଜିକାଲି ତ କେତେ ସୁବିଧା ହେଲାଣି ଆଜ୍ଞା। ଫୋନ ଅଛି, ଆପଣ ଚାହିଁଲେ ଫୋନରେ 2 ପଦ କଥା ହେଇପାରିବେ, ତାଙ୍କ ମନକୁ ଆଶ୍ୱସ୍ତି ଦେଇପାରିବେ ଯେ ଯାହା ହଉ ମୋ ପୁତୁରା କି ମୋ ଭଣଜା ଆଜି ମତେ ଫୋନ କରିଥିଲେ, ସେ କେତେ ଖୁସି। ଆପଣ ଛୋଟ ଥିଲେ, ଆପଣ ଜାଣିନାହାନ୍ତି, ଆପଣଙ୍କର କିଛି ମନେ ନାହିଁ ସେ ଆପଣଙ୍କ ପାଇଁ କଣ କରିଛନ୍ତି, କିନ୍ତୁ ସିଏ ଯୋଉଟା କରିଛନ୍ତି, ଆପଣ ଯଦି ସେ ଜାଗାରେ ତାଙ୍କୁ ସ୍ନେହରେ 2 ପଦ କଥା କହିଦେବେ, କେବେ କ୍ୱଚିତ କେବେ ଟିକେ ତାଙ୍କ ଘରକୁ ବୁଲି ପଳେଇବେ, ଆଜ୍ଞା ଶାଗ ପଖାଳ ଥିଲେ ମଧ୍ୟ ସେ ଖୁସିରେ ଆପଣଙ୍କୁ ବାଢି ଦେଇଦେବେ। ଏବଂ ଏଇଟା ହଉଛି ଆମର ଜଗନ୍ନାଥ ସଂସ୍କୃତି, ଆମର ଓଡିଶାର ଜଗନ୍ନାଥ ପରମ୍ପରା। ତେଣୁ ସମସ୍ତେ ଏଇ ସୁନ୍ଦର ସମ୍ପର୍କ ଗୁଡିକୁ ଭୁଲ ନାହିଁ। ଆମର ଜଗନ୍ନାଥ ଜଗତର ନାଥ ପ୍ରଭୁ ହେଇ ସେ ଯଦି ଭୁଲି ନାହାନ୍ତି, ଆମେ କେମିତି ଭୁଲିବା। ଆମେ ଏଇ ମା, ମାଉସୀ, ପିଉସୀ, ମାଇଁ ଏ ସମ୍ପର୍କକୁ ଗୁରୁତ୍ୱ ଦେବା।
ଅଳ୍ପ ଟିକେ ସମୟ ମିଳିଲେ ମଧ୍ୟ କେତେବେଳେ କଥା ଟିକେ ହେଇଯିବା, କେତେବେଳେ ବୁଲିବାକୁ ଟିକେ ପଳେଇବା। ଆଜ୍ଞା ଆପଣ ଦେଖିବେ ଆପଣ ବୁଲିଗଲେ ତାଙ୍କର ଗୋଡ ହାତ ତଳେ ଲାଗିବ ନାହିଁ। ତେଣୁ ସମ୍ପର୍କ ଦି ଆଡୁ ରଖିବାକୁ ପଡେ। ଯଦି ମାଉସୀ ପିଉସୀ ମାଇଁ ଏମାନେ ତମମାନଙ୍କୁ କୋଳେଇ କାଖେଇ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ତାହେଲେ ଦୟାକରି ବଡ ହେଲା ପରେ ଭୁଲି ଯାଅ ନାହିଁ। ପିତାମାତାଙ୍କୁ ଯେମିତି ପିତାମାତା ଯେମିତି ତମକୁ କୋଳେଇ କାଖେଇ ପାଳି ପୋଷି ବଡ କରିଛନ୍ତି, ତାଙ୍କୁ ଭୁଲ ନାହିଁ କିମ୍ବା ଏଇ ସମ୍ପର୍କକୁ ବି ଭୁଲ ନାହିଁ। ଆଜି ପରା ଦିନରେ ଜଗନ୍ନାଥ ବାହାରିଛନ୍ତି ଆମକୁ ସେଇ ଶିକ୍ଷା ଦେବା ପାଇଁ। ପ୍ରତିବର୍ଷ ବାହାରନ୍ତି ଆଜ୍ଞା। ତେଣୁ ଯଦି ଜଗତର ନାଥ ହୋଇ ସେ ସମ୍ପର୍କକୁ ମୂଲ୍ୟ ଦଉଛନ୍ତି, ତାହେଲେ ଆମେ କାହିଁକି ମୂଲ୍ୟ ଦେବାନି। ଆଜିର ଏଇ ସମାଜରେ ଏଇ ସ୍ୱାର୍ଥପର ଦୁନିଆରେ ଛୋଟ ମୋଟ କଥା ନେଇ ବିଶେଷ କରି ଅର୍ଥକୁ ନେଇ ବିଭିନ୍ନ ଜାଗାରେ ଅନର୍ଥ ହେଉଛି, କଳି କଜିଆ ଉପୁଜୁଛି, ମନାନ୍ତର ହଉଛି, ସମ୍ପର୍କରେ ଦୂରତା ଆସୁଛି। କିନ୍ତୁ ଆଜ୍ଞା ଯେକୌଣସି କଥା ହଉ, ଆପଣଙ୍କ ପାଇଁ ଯଦି ସମ୍ପର୍କଟି ବଡ ତାହେଲେ କଥାଟିକୁ ଭୁଲି ଯାଆନ୍ତୁ। ଆଉ ଯଦି କଥାଟି ବଡ ତାହେଲେ ସମ୍ପର୍କକୁ ଭୁଲି ଯାଆନ୍ତୁ। ଆଜିକାଲି କଣ ହଉଛି ନା, ଲୋକ କଥାଟିକୁ ବଡ କରି ସମ୍ପର୍କଟିକୁ ଭୁଲି ଯାଉଛନ୍ତି। କିନ୍ତୁ ଆଜ୍ଞା ମୋ ମତରେ କଥାଟିକୁ ସାନ କରିଦିଅନ୍ତୁ, ସମ୍ପର୍କକୁ ବଡ କରିଦିଅନ୍ତୁ। ସମ୍ପର୍କକୁ ଯଦି ବଡ କରିଦେବେ ଆପଣ କଥାଟାକୁ ଭୁଲିଯିବେ ଏବଂ ପୁଣି ସେଠି ସେହି ସ୍ନେହ ଶ୍ରଦ୍ଧାର ଫୁଲ ଫୁଟି ଉଠିବ। ଆଜ୍ଞା ଏତିକି କହି ମୁଁ ଆଜି ମୋର ଭିଡିଓଟିକୁ ଏଇଠି ରଖୁଛି। ଯଦି ମୋର ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଅଧିକରୁ ଅଧିକ ସେୟାର କରିବେ, ଲାଇକ୍ କରିବେ, କମେଣ୍ଟ କରିବେ ଏବଂ ସବସ୍କ୍ରାଇବ କରିବେ। ରହୁଛି। ଜୟ ଜଗନ୍ନାଥ।